অভয়বাণী অভয়বাণী অভয়বাণী। ଜୟଗୁରୁ ଜୟଗୁରୁ ଜୟଗୁରୁ। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିପୂତ ପ୍ରଣତି। ସମସ୍ତ ଗୁରୁ ଭାଇ ଓ ମାଆମାନଙ୍କୁ ଜୟଗୁରୁ ପ୍ରୀତି ପ୍ରଣାମ। ଆଜି ଅଭୟବାଣୀର ଅଭୟମୂର୍ଚ୍ଛନା କାର୍ଯ୍ୟକ୍ରମରେ ଆମେ ଅଭୟବାଣୀର ପ୍ରଥମ ଖଣ୍ଡ ଶ୍ରୀହସ୍ତ ଲିଖିତ ବାଣୀ ନମ୍ବର 20 ପାଠ କରିବାକୁ ଯାଉଛି। ତୁମମାନଙ୍କର ଚିନ୍ତା କ'ଣ? ମୋ ନିକଟରୁ ସତ୍ୟର ସମ୍ବାଦ ଶୁଣିଅଛ। ସତ୍ୟକୁ ଆଶ୍ରୟ କର, ସତ୍ୟ ଉପରେ ନିର୍ଭର କର, ସତ୍ୟ ଲାଭ କରି କୃତାର୍ଥ ହେବ। ଜୟଗୁରୁ ଜୟଗୁରୁ ଜୟଗୁରୁ। ଏହି ବାଣୀଟି ଶ୍ରୀ ଶ୍ରୀ ଠାକୁରଙ୍କର ଯେଉଁ ଠାକୁର ଚିଠି ପୁସ୍ତକର ପ୍ରଥମ ଖଣ୍ଡ ପୁସ୍ତକର ଶେଷ ଚିଠି 107 ନମ୍ବର ଚିଠି। 14/6/20 ଠାକୁର ଶାନ୍ତି ଆଶ୍ରମରୁ ଏହି ଚିଠିଟି ଲେଖିଥିଲେ ଜଣେ ମାଆଙ୍କ କତିକି। ଏହି ଚିଠିର ସାରାଂଶମୂଳକ ଭାବରେ ଏହି ବାଣୀଟି ସେଇଥିରୁ ଉଦ୍ଧାର କରାଯାଇଛି। ତେଣୁ ଜଣାଯାଏ, ବାଣୀ ମାଧ୍ୟମରେ ଜଣାଯାଏ ବା ଏହି ଚିଠିରୁ ଆମେ ଅନୁଭବ କରୁ ବା ଜାଣୁ ଯେ ଠାକୁର ଏଇ ମାଆଙ୍କ ଠାରୁ ବହୁଦିନ ପରେ ଖଣ୍ଡେ ପତ୍ର ପାଇଛନ୍ତି ଏବଂ ସେହି ସମୟରେ ଏମିତି ଗୋଟେ ସମୟ ଆସି ପହଞ୍ଚିଛି ଯେ ଠାକୁର ଲେଖିଛନ୍ତି ଯେ ନାନା କାରଣରୁ ମୁଁ ଆଉ ସମସ୍ତଙ୍କ କତିକି ଉତ୍ତର ପଠାଇ ପାରୁନି। ବର୍ତ୍ତମାନ ଆଶ୍ରମରେ ସେବକଗଣ ବି କେହି ନାହାନ୍ତି, କାରଣ ସେ ସମୟରେ ବର୍ଦ୍ଧମାନ ବିଭାଗରେ ବନ୍ୟା ହୋଇଥାଏ। ଠାକୁର ସବୁ ସେବକମାନଙ୍କୁ ପଠାଇ ଦେଇଥାନ୍ତି ସେଠି ବନ୍ୟାରେ ବନ୍ୟାର୍ଥମାନଙ୍କୁ ଉଦ୍ଧାର କରିବା ପାଇଁ, ରିଲିଫ୍ ଯୋଗାଇବା ପାଇଁ, ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ। ସେତେବେଳେ ମଠରେ ଠାକୁର ଜଣକୁ ମାତ୍ର ରଖିଥିଲେ ସେବକ ଭାବରେ। ଯେ ଠାକୁର ସେତେବେଳେ ନିର୍ଦ୍ଦେଶ ଦେଇଥିଲେ ଯେ ଜଣେ ମୋ ପାଖରେ ଥାଉ, ଆଉ ଅନ୍ୟମାନେ ସମସ୍ତେ ଯାଇକି ସେଠି ସେବା କର। ଦେଖନ୍ତୁ ଠାକୁରଙ୍କର କି ମାନେ ସଂସାରର ଉପକାର ପାଇଁ ବା ପରୋପକାର ପାଇଁ ଠାକୁର ନିଜେ କେମିତି ନିଜକୁ ଉତ୍ସର୍ଗ କରିଛନ୍ତି, ଏଇଥିରୁ ଆମେ ଅନୁଭବ କରିପାରିବା। ତେଣୁ ଆମେ ମଧ୍ୟ ଶିକ୍ଷା କରିବା ଠାକୁର ଯାହା ତାଙ୍କ ଜୀବନରେ ଅଙ୍ଗ ଅଙ୍ଗ ଲିଭେଇଛନ୍ତି ଆମେ ମଧ୍ୟ ସେୟା କରିବାକୁ ଚେଷ୍ଟା କରିବା ଆମର କର୍ତ୍ତବ୍ୟ ବୋଲି ମୁଁ ଭାବେ। ଯାହା ହଉ ଠାକୁର କହୁଛନ୍ତି ଯେ ବର୍ତ୍ତମାନ ଆଶ୍ରମରେ ଏତେ କାମ ପଡ଼ୁଛି ଯେ ମୋତେ ଗୋଟିଏ ଦଣ୍ଡ ମଧ୍ୟ ଅବକାଶ ନାହିଁ। ତେଣୁ ମୁଁ ପ୍ରାୟ ଏ ଯେଉଁ ଲେଖାଲେଖି କାର୍ଯ୍ୟ ଛାଡ଼ିଲା ଭଳିଆ ବସିଲିଣି। ଏପଟରେ କହୁଛନ୍ତି ଯେ ଦିନକୁ ଦିନ ବୁଢ଼ା ହେବାରେ ଲାଗିଛି, ମାନେ ବୟସ ବଢ଼ିଗଲାଣି। ତେଣୁ ଠାକୁର ସେ କଥା କହୁଛନ୍ତି ଯେ କାଗଜ କଲମ ସହିତ ମୁଁ ମଧ୍ୟ ସମ୍ବନ୍ଧ ଆସ୍ତେ ଆସ୍ତେ ତୁଟେଇବାକୁ ବସିଲିଣି। କିନ୍ତୁ ମୁଁ କାହାରିକୁ ଭୁଲି ନାହିଁ। ହୃଦୟ କ୍ଷେତ୍ରରେ ସମସ୍ତେ ନିଜ ନିଜ ଭାବରେ ଖେଳୁଅଛ। ମୁଁ ଦୂରରେ ରହି ଠିଆ ହୋଇ ଦେଖୁଛି କିଏ କ'ଣ କରୁଛ, କେମିତି କେଉଁ ଭାବରେ ଅଛ। ଏଇ ଚିଠିରୁ ଜଣାଯାଏ ଯେ ହୁଏତ ଯେଉଁ ମା ଜଣକ ସେ ଚିଠି ଲେଖିଛନ୍ତି ତା ଦେହରେ ବୋଧ ହୁଏ ତାଙ୍କର ସଂସାରରେ କିଛି ଦୁଃଖ କିଛି କଷ୍ଟ କଥା ଠାକୁରଙ୍କୁ ଜଣାଇଛନ୍ତି ଯେ ତା'ର ଲାଘବ କେମିତି ହେବ। ସେହି ଉଦ୍ଦେଶ୍ୟରେ ଠାକୁର ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ତୁମମାନେ ଏ ଯେଉଁ ସଂସାରର ମୋହରେ ଏତେ ପଡ଼ନି। ସର୍ବଦା ଶ୍ରୀ ଭଗବାନଙ୍କ ନିକଟରେ ତୁମମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି, ତୁମର ମଙ୍ଗଳ ହେଉ, ତୁମର ମଙ୍ଗଳ କାମନା କରୁଛି। ଆଉ ବା ତୁମ ପାଇଁ କ'ଣ କରିପାରିବି? ତୁମେମାନେ ମଧ୍ୟ ଭଗବାନଙ୍କ ନାମ କର, ମାନେ ଠାକୁରଙ୍କର ଆମର ଜୟଗୁରୁ ନାମ ଯେଉଁ ଠାକୁର ଦେଇଛନ୍ତି ଜୟଗୁରୁ ନାମ, ତାକୁ ଆମେ ସବୁବେଳେ ଅହରହ ଚେଷ୍ଟା କରିବା ଜପ କରିବାକୁ। ଏହା ମଧ୍ୟ ଠାକୁର ଆମକୁ ନିର୍ଦ୍ଦେଶ ଦେଉଛନ୍ତି। ଆନନ୍ଦରେ ନିଜ ସଂସାରର କର୍ତ୍ତବ୍ୟ କରିଯାଅ। ଭଲ ମନ୍ଦ ସୁଖ ଦୁଃଖ ସବୁ ହିଁ ତାଙ୍କର ଦାନ ମନେ କରି ମୁଣ୍ଡପାତି ନେଇ ତାଙ୍କର ହିଁ ଜୟ ଉଚ୍ଚାରଣ କର। ଆଉ କ'ଣ କରିବ? ଏଇ କାମ କର। ଆଉ ମନ ଭିତରେ ଯେମିତି ଥାଏ ଯେ ମୁଁ ସବୁବେଳେ ଭକ୍ତି ଲାଭ କରିବି, ମୋ ଭିତରେ ଯେମିତି ଭକ୍ତି ଉଦ୍ଦୀପନା ଜାତ ହେଉ। ସେଥିପାଇଁ ଠାକୁର କହୁଛନ୍ତି ଏ ଭକ୍ତି ଉଦ୍ଦୀପନା ହେଉଛି ସବୁଠୁ ବଡ଼ କଥା। କାମନା ବାସନା ଏକମୁଖୀ କରିବା, ତା ସହିତ ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା ଯେ ଆମକୁ ଭକ୍ତି ଦିଅ, ଭକ୍ତି ଦିଅ। ଏଇଟା ହେଉଛି ଆମର ସବୁଠୁ ଶ୍ରେଷ୍ଠ ପ୍ରାର୍ଥନା। ଯେଉଁ କଥା ଠାକୁର କହୁଛନ୍ତି ଯେ ଭଗବାନ ଅହେତୁକ ପ୍ରେମମୟ, ଅଯାଚକକୁ ଯାଚି ଗୁଞ୍ଜି ପ୍ରେମ ଦିଅନ୍ତି। ତାହା ଜଣାଇବା ପାଇଁ ତ ନଦିଆର ଅବତାର। ନଦିଆ ମାନେ ଯେଉଁ ଗୌରାଙ୍ଗ ଦେବ ଆସିଥିଲେ, ଠାକୁର କହୁଛନ୍ତି ଏ ଯେଉଁ ପ୍ରେମଟା ବା ଭକ୍ତିଟା ସମସ୍ତଙ୍କ ଭିତରେ କେମିତି ସଞ୍ଚାରିତ ହେବ, ସେଇଥିପାଇଁ ଖାସ୍ ଗୌରାଙ୍ଗ ଦେବ ଆସିଥିଲେ। ନଦିଆ ନବଦ୍ୱୀପରେ ଜନ୍ମ ହୋଇଥିଲେ ଆଉ ସବୁ ସଂସାରକୁ
ବା ସାରା ବିଶ୍ୱକୁ ଏଇ ବାର୍ତ୍ତା ସେ ଦେଇଯାଇଛନ୍ତି। ତେଣୁ ଠାକୁର ସେ କଥା କହୁଛନ୍ତି ପାଗଳି ମା ମୋର। ଦେଖନ୍ତୁ ଠାକୁରଙ୍କର କି ସମ୍ବୋଧନ ଆମମାନଙ୍କ ପ୍ରତି, ମାନେ କେତେ ଭଲ ପାଆନ୍ତି ଏଇ ଯେଉଁ ଶବ୍ଦ ପାଗଳି ମା ମୋର। ଏଇ ଶବ୍ଦ କିଏ କାହାକୁ କହେ, କେମିତି ସମ୍ପର୍କ ହେଲେ ବା କାହା ଅନ୍ତର ଭିତରେ ସେତିକି ଆମେ ବସିପାରିଲେ ହିଁ ଏଇଭଳି ଶବ୍ଦ ପାଟିରୁ ବାହାରିବ। ତେଣୁ ଠାକୁର ଆମକୁ କେତେ ଭଲ ପାଆନ୍ତି ଯେ ସେଇ ମାଆକୁ କେବଳ କହୁଛନ୍ତି ସେ କଥା ନାହିଁ। ସାରସ୍ୱତ ଜଗତରେ ଯେତେ ମା ଅଛନ୍ତି, ଯେତେ ଭାଇ ଅଛନ୍ତି, ସମସ୍ତେ ଠାକୁରଙ୍କର ପ୍ରିୟ, ଏଥିରୁ ଜଣାଯାଏ। ସେ କଥା ଠାକୁର କହୁଛନ୍ତି ଯାହା ଚାହଁ ହୃଦୟରେ ଏକମାତ୍ର ତାହା ହିଁ ପ୍ରତିଷ୍ଠା କରି ତାଙ୍କ ନାମ ନେଇ ବସିଥାଉ। ଚାହିଁବାକୁ ପଡ଼ିବ ନାହିଁ, ଆପେ ଆପେ ତାହା ପ୍ରାଣରେ ଫୁଟି ଉଠିବ। ଖାଲି ଆମେ ଯେତେବେଳେ ଯେଉଁ ଅବସ୍ଥା ଆମର ଆସୁଛି ଏଇଠି ଭାବିବାର ଅଛି ଯେ ଆମେ ଆଜି ଗୋଟେ କଥା ଠାକୁରଙ୍କ ପାଖରେ ଜଣାଉଛେ, ଆଜି ଠାକୁର ମୋର ଏଇଆ ହଉ, କିଛି ଦିନ ଚାଲିଲା, ପୁଣି ମାସକ ପରେ ପୁଣି ଆଉ ଗୋଟେ କଥା, ପୁଣି ମାସ ମାନେ ସଂସାର ଭିତରେ ଯେହେତୁ ଅଛେ ସେଥିପାଇଁ ଆମମାନଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ଆସୁଛି ବା ସେଇଭଳି ପରିସ୍ଥିତି ଆସୁଥିବାରୁ ଆମର ମାଗିବାଟା ପରିବର୍ତ୍ତିତ ହୋଇଯାଉଛି। ସେଇଟା କିଛି ଅସୁବିଧା ନାହିଁ, କିନ୍ତୁ ଠାକୁର କହୁଛନ୍ତି ଆଧ୍ୟାତ୍ମିକ ଜଗତରେ ଉନ୍ନତି କରିବାକୁ ହେଲେ ତୁମେ ଯେଉଁ ସତ୍ୟର ସମ୍ବାଦ ମୋଠୁ ଶୁଣିଛ ବା ଜାଣିଛ କ'ଣ ନା ତୁମେ ଆତ୍ମା ମୁଁ ପରମାତ୍ମା, ତୁମେ ବଦ୍ଧ ଜୀବ ମୁଁ ମୁକ୍ତ ଜୀବ, ତୁମମାନଙ୍କୁ ମୁକ୍ତି ପ୍ରଦର୍ଶନ କରିବା ପାଇଁ ମୋର ଆଗମନ। ଏଇ ଯେଉଁ ସତ୍ୟର ସମ୍ବାଦ ଆମେ ଶୁଣିଛେ, ଆମେ ସେତିକିବେଳେ ଭାବି ନେବା ଯେ ମୋତେ ଯେତେ କଷ୍ଟ ହେଉ, ଯେତେ ଦୁଃଖ ହେଉ, ସଂସାରର ଯେଉଁ ନୌକା ତାକୁ ମୁଁ ଯେଉଁ ବାଟେ ହେଲେ ବାହି ନେବି। ଆଉ ମୋର ଯେଉଁ ଲକ୍ଷ୍ୟ ଠାକୁରଙ୍କ ପାଖରୁ ମୁଁ ଯେଉଁ ସତ୍ୟ ଉପଲବ୍ଧି କରିଛି ସେଇ ସତ୍ୟକୁ ଦିନରେ ଦିନେ କେମିତି ପାଇବି ଆଉ ଠାକୁରଙ୍କର ଶ୍ରୀଚରଣରେ ଲୀନ ହେବି, ଏଇ ଭାବନାରେ ଯଦି ଆମେ ରହିବା ତାହେଲେ ଆମକୁ ସଂସାର ଭିତରେ ଏତେଟା କଷ୍ଟ ଆସିବ ନାହିଁ। କିନ୍ତୁ କୌଣସି ଯଦି ଅସୁବିଧା ସମୟ ଆସି ପହଞ୍ଚେ ବା କୌଣସି ଅଘଟଣ ଘଟେ ସେତେବେଳେ ନିଶ୍ଚୟ କଷ୍ଟ ଲାଗିବ। ଠାକୁର ବି କହିଛନ୍ତି ଅନ୍ୟ ଚିଠି ମାଧ୍ୟମରେ ମଧ୍ୟ ଭକ୍ତମାନଙ୍କୁ ଉପଦେଶ ଛଳରେ କହିଛନ୍ତି ଯେ ମୁଁ ବି ଏଇ ତୁମର କୌଣସି ଦୁଃଖ ଦୁର୍ଦଶା ଶୁଣି ମୁଁ ବି ଅତିଷ୍ଠ ହୋଇଯାଏ, କିନ୍ତୁ କ'ଣ କରିବା, ବିଧିର ବିଧାନ ଯାହା ଅଛି ତାକୁ ଆମକୁ ସହିବାକୁ ପଡ଼ିବ। ଏଇ ବାଣୀ ମାଧ୍ୟମରେ ଠାକୁର ଆଉ ଗୋଟେ କଥା କହୁଛନ୍ତି ଯେ ଯଦି ତୁମେ ମାଗିବାକୁ ଚାହୁଁଛ ତାହେଲେ ଦୃଢ଼ ଭାବରେ ସ୍ଥିର କର କ'ଣ ତୁମେ ଚାହୁଁଛ, ତୁମର ଅନ୍ତରାତ୍ମା କ'ଣ ଚାହୁଁଛି। ଆମର କଥା ହୁଏ କ'ଣ ମନ ଭିତରେ ଆମେ କହୁଥିବା ଠାକୁର ଆଡ଼େ ଭକ୍ତି ଦିଅ, ବୁଦ୍ଧି ଦିଅ, ଆପଣଙ୍କ ପ୍ରତି ଯେମିତି ଆମର ଶ୍ରଦ୍ଧା ବଢ଼ୁ, ଏକଥା ମନ ଭିତରେ କହୁଥିବା, ଇଆଡ଼େ ବାହ୍ୟ ମନରେ ଆସୁଥିବ ଆମର ବୈଷୟିକ ଏଇ ଜିନିଷ ଉନ୍ନତି ହେଉ, ଏଇ ଜିନିଷ ଏମିତି ହେଉ ସେମିତି ହେଉ, ଏ କଥା ଭାବୁଥିବା। ତେଣୁ ଠାକୁର କହୁଛନ୍ତି ସେଗୁଡ଼ା ଚିନ୍ତା କରିବନି, ତୁମମାନେ କେବଳ ସ୍ଥିରତା ଆଗେ ଭାବି ନିଅ। ତେଣୁ ଯଦି ତୁମେ ମନ ଭିତରେ ସ୍ଥିର ରହିବ ଆଉ ଯାହା ମାଗିବା ପାଇଁ ଯଦି ଚାହିଁବ ସେଇଟା ନିଶ୍ଚୟ ଭଗବାନ ତୁମକୁ ଦେବେ। ଯେ ସେଇ କଥା ଠାକୁର ତାଙ୍କ ଭାଷାରେ କହୁଛନ୍ତି ମୁଁ ଏହି ଦ୍ରବ୍ୟ ବ୍ୟତୀତ ତୁମର ଅନନ୍ତ ବ୍ରହ୍ମାଣ୍ଡରେ କିଛି ବି ଚାହେଁ ନାହିଁ। ବିଶ୍ୱ ବ୍ରହ୍ମାଣ୍ଡରେ ଯେତେ ଜିନିଷ ଅଛି ମୋତେ ଖାଲି ଭକ୍ତି ପ୍ରଭୁ ଦିଅ, ମୁଁ ଆଉ ତା ଛଡ଼ା କିଛି ଚାହେଁ ନାହିଁ। ଏଇଟା ଯଦି ଆମେ ଦୃଢ଼ଚିତ୍ତ ଭାବରେ ଠାକୁରଙ୍କୁ ମାଗିବା ବା ପ୍ରାର୍ଥନା କରିବା, ସେ କହୁଛନ୍ତି ସେ ନିଶ୍ଚୟ ଆମକୁ ଦେବେ। ସେଇ ଉଦ୍ଦେଶ୍ୟରେ ଠାକୁର କହିଲେ ଏଥିପାଇଁ ତୁମେ ଚିନ୍ତା କରିବନି, ତୁମେ ସତ୍ୟର ସମ୍ବାଦ ଶୁଣିଛ ଆଉ ସତ୍ୟକୁ ଆଶ୍ରୟ କରି ସତ୍ୟ ଉପରେ ନିର୍ଭର କରି ଚାଲ, ଦେଖିବ ଦିନେ ତୁମେ ଏଇ ସତ୍ୟରେ ତୁମେ ଜୟଜିତ ହେବ ଆଉ କେବେ ତୁମ ଭିତରେ କୌଣସି ଗ୍ଲାନି ବା ଦୁଃଖ ଆସିବ ନାହିଁ। ଆସନ୍ତୁ ଆମେ ଠାକୁରଙ୍କ ପାଖରେ ସମସ୍ତେ ପ୍ରାର୍ଥନା କରିବା, ଠାକୁର ଆମକୁ ଶକ୍ତି ଦିଅନ୍ତୁ, ଆମେ ଯେପରି ଆପଣଙ୍କ ପଥରେ ପରିଚାଳିତ ହୋଇ ଆପଣଙ୍କ ମନରେ ଆନନ୍ଦ ପ୍ରଦାନ କରିବୁ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।